ଏକ ବିଶେଷ ସୂଚନା ଆପଣମାନଙ୍କ ପାଇଁ ଏବଂ ମୋ ପାଇଁ ମଧ୍ୟ। ପୃଥିବୀରେ ଆଉ 2025 ଦେଖିବାକୁ ପାଇବା ନାହିଁ, କାରଣ ଆଜି ରାତ୍ର 11:59 2025 ତାଙ୍କର ମୂଲ୍ୟବାନ ପ୍ରାଣ ତ୍ୟାଗ କରିବାକୁ ଯାଉଛନ୍ତି। ଏଥିସହିତ 2025 ଦୁଃଖ ପ୍ରକାଶ କରିଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି ଆପଣମାନଙ୍କ ପାଖରେ ଏବଂ ମୋ ପାଖରେ ମଧ୍ୟ। ସେ କହିଛନ୍ତି ଯଦି ତାଙ୍କର କିଛି ଭୁଲ ଥାଏ ଆପଣମାନେ ଏବଂ ମୁଁ 2025କୁ କ୍ଷମା କରିଦେବା ଏବଂ 2025 ତାଙ୍କର ଉତ୍ତରାଧିକାରୀ ଭାବେ 2026କୁ ସମସ୍ତ ଦାୟିତ୍ୱ ଦେଇଛନ୍ତି, ଯାହାକି ଆଜି ରାତ୍ର 12ଟା ପରେ 2026 ସମସ୍ତ ଦାୟିତ୍ୱ ଗ୍ରହଣ କରିବ। ଏଥିସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି, ଆସନ୍ତୁ ମିଳିମିଶି 2026କୁ ସ୍ୱାଗତ କରିବା ଏବଂ 2026କୁ ଭଲ ପାଇବା ଦିଅନ୍ତୁ। ନିଜେ 365 ଦିନ ଯାକ ଭଲରେ ରୁହନ୍ତୁ, ନିଜ କାର୍ଯ୍ୟରେ ସଫଳତା ପାଆନ୍ତୁ। ଏତିକି ମୋର ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା। ସମସ୍ତେ ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ନିରୋଗୀ ରୁହନ୍ତୁ।